ଯାହାର ଖାଇବ ତାର ନ କରିଲେ କାମ ସଂସାରେ କହନ୍ତି ତାକୁ ନିମକ ହାରାମ। ଏଟା କାମ କରୁନାହିଁ କି ରେ ন বাজু ହଉ ଠିକ ଅଛି। ବୃହଦ ବାହନଂ ଯସ୍ୟ ତସ୍ୟ ତ୍ରିକଜ ଧାରଣ ধারণ ବୃରେ ବୃଷଭ ভূষব ବାହନ ଯସ୍ୟ যস্য ବୃଷଭ ବାହନ ଯାହାର। হ্যাঁ সে କିଏ? শঙ্কর ଧନ୍ୟବାଦ। হ্যাঁ ଟଙ୍କାଟା ଖାଲି ନେଇକି ପଳେଇଲେ କେମିତି ହବ? আউ ହଁ হ্যাঁ 3 ଜଣଙ୍କୁ ମୋ ଭାଇ ଦେଇଛନ୍ତି হ্যাঁ ପୁରସ୍କାର ଆମେ ପାଇଛୁ। আজ্ঞা ପୁରସ୍କୃତ ହେଲେ ପୁରସ୍କାର କରିବା ବାଲା ମୋ ଭାଇ হ্যাঁ ବସନ୍ତୁ। হ্যাঁ ଆମ ପାଖରେ କଣ ଅଛି? সারে ଆମ ପାଖରେ କଣ ଅଛି? ବୃହଦ ବାହନ ଯସ୍ୟ ତସ୍ୟ ତ୍ରିକଜ ଧାରଣ ବୃରେ ବୃଷଭ ବାହନ ଯସ୍ୟ ବୃଷଭ ବାହନ ଯାହାର। ଯାହାର ସେ ହେଉଛନ୍ତି ଶଙ୍କର। ଶଙ୍କର ବୃହଦ ଗ ହରେ ହଂସ ହଂସ ବାହନ ଯସ୍ୟ ଯସ୍ୟ ହଂସ ବାହନ ଯାହାର ସେ ହେଲେ ବ୍ରହ୍ମା। ବ୍ରହ୍ମାନା ବୃ ଗଲା ହ ଗଲା ରହିଲା ଗ ଗ ପରେ ଗରୁଡ଼ ଗରୁଡ଼ ବାହନ ଯସ୍ୟ ଯସ୍ୟ ଗରୁଡ଼ ବାହନ ଯାହାର ସେ ହେଲେ ନାରାୟଣ। ନାରାୟଣ ବୃହଦ ବାହନ ଯସ୍ୟ ତସ୍ୟ ତ୍ରିକଜ ଧାରଣ ଧାରଣ ତସ୍ୟ ବୋଲନ୍ତେ ସେମାନଙ୍କର ସେମାନଙ୍କର ଧାରଣ କରିବା ଅସ୍ତ୍ର ହେଲା ତ୍ରିକଜ। ଚ ତ୍ରିରେ ତ୍ରିଶୂଳ ତ୍ରିଶୂଳ ଧାରଣ ଯସ୍ୟ ଯସ୍ୟ ତ୍ରିଶୂଳକୁ ଧାରଣ କରନ୍ତି ଯିଏ ସିଏ ହେଲେ ଶଙ୍କର। ଶଙ୍କର କରେ କମଣ୍ଡଳ କମଣ୍ଡଳ କମଣ୍ଡଳକୁ ଧାରଣ କରନ୍ତି ଯିଏ ସିଏ ହେଲେ ବ୍ରହ୍ମା। ବ୍ରହ୍ମା ତ୍ରି ଗଲା କ ଗଲା ରହିଲା ଚ ଚ ଧାରଣ ଯସ୍ୟ ଚକ୍ରକୁ ଧାରଣ କରନ୍ତି ନାରାୟଣ ଶାଲପା ବାମ ଭାଗରେ କୁର୍ମନ୍ତୁ ସଦା ମଙ୍ଗଳ। ମଙ୍ଗଳ ଶାଲପା ପା ଗୋଟିଏ ଗୋଟିଏ ବର୍ଣ୍ଣରେ ଗୋଟିଏ ଗୋଟିଏ ନାମ ନାମ ଯାକୁ ଗୋଟିଏ ଶବ୍ଦ କହନ୍ତି। ଆଜ୍ଞା ସା ସା ଲ ଲ ପା ପା ସାରେ ସାବିତ୍ରୀ ସାବିତ୍ରୀ ଯାହା ବାମ ପାର୍ଶ୍ୱରେ ଶୋଭା ବାନ୍ଧି ସିଏ ହେଲେ ବ୍ରହ୍ମା। ବ୍ରହ୍ମା ଲରେ ଲକ୍ଷ୍ମୀ ଲକ୍ଷ୍ମୀ ଯାହା ବାମ ପାର୍ଶ୍ୱରେ ଶୋଭା ବାନ୍ଧି ସିଏ ହେଲେ ନାରାୟଣ। ନାରାୟଣ ପାର ପାର୍ବତୀ ଯାହା ବାମ ପାର୍ଶ୍ୱରେ ଶୋଭା ବାନ୍ଧି ସିଏ ହେଲେ ଶିବ। ହଁ ଶଙ୍କର ହେଲା ଆଜ୍ଞା ଶାଲପା ବାମ ଭାଗରେ କୁର୍ମନ୍ତୁ ସଦା ମଙ୍ଗଳ। ଆମ ପାଖରେ ସମୟ ଅଭାବ ଅଭାବ ତେଣୁ ଯାହା କରିବୁ ଚୌକା ଛକା ଉପରେ ସବୁ ଛକା। ଆଉ ଡିଫେନ୍ସ କରିକି ବେଳ ନାହିଁ ନା ବଲ ଖାଇବା ପାଇଁ। ନା ଏପରିକି ଯୋଉ ବ୍ରହ୍ମା ବିଷ୍ଣୁ ଶିବ ସାବିତ୍ରୀ ହଁ ପାର୍ବତୀ ଲକ୍ଷ୍ମୀ ହଁ ସଭାରେ ଉପସ୍ଥିତ ହୋଇ ଗ୍ରାମବାସୀ ଗୁରୁଜନ ମାନଙ୍କର ଆବାଳ ବୃଦ୍ଧ ବନି ତମର ସଂକୀର୍ତ୍ତନ ଭାଇ ବନ୍ଧୁ ଆତ୍ମୀୟ ମାନଙ୍କର ହଁ ମଙ୍ଗଳ ବିଧାନ କରିବା ସହିତ ମୋର ପୁରସ୍କାର ଦାତା ମୋର ଯୋଉ ଭାଇ ଭାଇ ଉପସ୍ଥିତ ଥିଲେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ସର୍ବେ ବୋଲ ଆନନ୍ଦ କବା ହରି ବୋଲ ହେ ଘନ ସୁଧି ସମାଜ ଯା ଯା କୀର୍ତ୍ତି ସମ ବଂଶଜ ନା ସୁତି ସମାଜ ଚିତି ସମ ବଂଶଜ ଆରେ ସୁତି ତୁ ତଳେ
ସମାଜ ଆପଣ ମାନେ ଚନ୍ଦ୍ରବଂଶ ରାଜାଙ୍କର କୀର୍ତ୍ତିକୁ ଘେନ ଅର୍ଥ ଗ୍ରହଣ କର। ଗ୍ରହଣ କର। କଲେ କଣ ହବ? ସାରେ କଣ ହବ? କୀର୍ତ୍ତି ସମବଂଶ ବଂଶଜ ଶ୍ରବଣ ଜନ୍ତୁରାଜ ହେ ସମବଂଶ ରାଜାଙ୍କର କୀର୍ତ୍ତିକୁ କର୍ଣ୍ଣ ଗହ୍ୱର ଶ୍ରବଣ କଲେ କଲେ ଜନ୍ତୁରାଜ କି ଯମରାଜ ଜମରା ରୋଷ ହେବ ଖାରଜ। ଖରଜ ଖାରଜ ବୋଲନ୍ତେ ନଷ୍ଟ, ନଷ୍ଟ ରୋଷ ବୋଲନ୍ତେ ରାଗ। ରାଗ ଯମରାଜାର ରାଗ ମୋଟେ ରହିବ ରହିବ ନା ରହିବ ନା ରହିବ ନା। କାହିଁକି? ସାରେ କାହିଁକି? ନାରୀ ପୁସୁକେ ବାଜ ହଇବ ନିଚେ ହେଜ ସ୍ଥିରେ କର ମାନସ ନିଜ ବର୍ଣ୍ଣିତ ତାଙ୍କ କୀର୍ତ୍ତି ପୁଞ୍ଜ। ହେ ବିଶ୍ୱଚିନ୍ତାମଣି ନାରାୟଣ ବାସୁଦେବଙ୍କର କୀର୍ତ୍ତି ଚନ୍ଦ୍ରବଂଶ ରାଜାଙ୍କର କୀର୍ତ୍ତି ସହିତ ବର୍ଣ୍ଣିତ ହୋଇଛି। ହଁ ହଁ ଏହାକୁ ଯଦି ଆପଣ ମାନେ ସାଦରେ ଗ୍ରହଣ କରିବେ ଯମର କବଳରୁ ଉଦ୍ଧାର ପାଇବେ। କହିଲା ଭାରତ ଚରିତ ଅମୃତ ରସ ଅଟେ ପୁରିତ ସେ ରସରୁ ଆଜି ପ୍ରକାଶ କରି ମୁଁ କିଞ୍ଚିତ ମୟ ଏହାକୁ ଶୁଣିଲେ ଯମର ରାଗ ରହିବ ନା। ଦିନେ କୁରୁକ୍ଷେତ୍ରରେ ହଁ ଚାଲିଛି କୌରବ ପାଣ୍ଡବଙ୍କ ମଧ୍ୟରେ ଘୋର ସମର। ସୁବା ସାରେ ଯୁଦ୍ଧରେ ଜୟ ଏବଂ ପରାଜୟ ଦୁଇଟି କଥାକୁ ପୂର୍ଣ୍ଣ ହବ। ଦୁଇଟି କଥା ଜଣଙ୍କର ଜୟ ହବ, ହଁ ଆଉ ଜଣଙ୍କର ପରାଜୟ। ପରାଜୟ କିନ୍ତୁ ଏ ଦିଟା କଥା ନିଶ୍ଚିନ୍ତ ହବ। ଚାଲିଛି କୌରବ ପାଣ୍ଡବଙ୍କ ମଧ୍ୟରେ ଘୋର ଯୁଦ୍ଧ। ଦୁର୍ଯ୍ୟୋଧନର ନିର୍ଦ୍ଦେଶ ନେଇ ପିତାମହ ଭୀଷ୍ମ କୁରୁକ୍ଷେତ୍ରରେ ପାଣ୍ଡବ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଲା ବେଳେ 10 ଦିନ ଯୁଦ୍ଧ କରିବା ପରେ ପିତାମହ ଭୀଷ୍ମ ସରସଜ୍ୟା ଦ୍ୱିତୀୟ ସେନାପତି ପଣରେ ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନ ସାଙ୍ଗରେ ଯୁଦ୍ଧ କଲେ। ବିଶ୍ୱଚିନ୍ତାମଣି ନାରାୟଣଙ୍କର ଧର୍ମର ସହାୟ କର୍ମେ ପଞ୍ଚଜନି ଶଙ୍ଖର ଶବ୍ଦ ଦ୍ୱାରା କୌରବ ମାନଙ୍କ କର୍ଣ୍ଣ ଗହ୍ୱରରେ ପଡ଼ିଲା ଅଶ୍ୱତ୍ଥାମାହତ। ଗୋଟିଏ ପୁଅର ବିନାଶ କଥା ଶ୍ରବଣରେ ପଡ଼ନ୍ତେ ଶକ୍ତିହୀନ ହେଲେ ଦ୍ରୋଣାଚାର୍ଯ୍ୟ। ମୂର୍ଚ୍ଛା ହୋଇ ରଥ ଉପରେ ପଡ଼ିଲା ବେଳେ ଧୃଷ୍ଟଦ୍ୟୁମ୍ନ ଦ୍ରୋଣାଚାର୍ଯ୍ୟଙ୍କୁ ଦ୍ୱିଖଣ୍ଡ କଲା। 10 ଦିନ ଯୁଦ୍ଧ କଲେ ପିତାମହ ଭୀଷ୍ମ ସରସଜ୍ୟାରେ। 5 ଦିନ ଯୁଦ୍ଧ କରି ଗୁରୁ ଦ୍ରୋଣାଚାର୍ଯ୍ୟ ମୃତ୍ୟୁବରଣ। ଆପଣ ମାନଙ୍କ ପାଖରୁ କାହାଣୀଟା ଆଗକୁ ଯିବ ନା। କାହାଣୀ ଯିବ ତ ଆଗକୁ ଏଇଠି ଚାଲିଲା। କହିଲେ ଅଗ୍ନି ଉଦ୍ଗାରିଲା ନନ୍ଦୀ ଘୋଷ ଜାଲୁ ରାଜା କୁରୁକ୍ଷେତ୍ର ବକ୍ଷେ ଘୁରି ଏବେ କୁରୁକ୍ଷେତ୍ର ବକ୍ଷେ ଘୁରି ସମର ତାଣ୍ଡବେ ମାତିଲେ ପାଣ୍ଡବେ ଓ ରାତି ବଟି ମାସୁରୀ। ଆରେ ଓ ରାତି ବଟି ମାସୁରିଆରେ ବୋଲା ଓ ରାତି ବଟି ମାସୁରୀ ଆରେ ବୋଲା ରାତି ବଟି ଚୁଲି ଓ ରାତି ବଟି ମାସୁରିଆରେ ବୋଲା ଓ ରାତି ବଟି ମାସୁରୀ। ସଦିନେ ମରଣ କରିଲେ ଗୁରୁ ଚାପ ବେଦା କାର୍ଯ୍ୟ ବୋଲା ଗୁରୁ ଚାପ ବେଦା କାର୍ଯ୍ୟ।
ଗର୍ଜନ କରନା ସାରେ ଆଉ କଣ କରିବି କିନ୍ତୁ ଅର୍ଜନ କରିବା ଦରକାର। ତୁ ଯୋଉଭଳି ଗର୍ଜନ କରୁଛୁ ଏ ମହାଭାରତର ପର୍ବ ହଉଛି କର୍ଣ୍ଣ ପର୍ବ। ହଁ ସୁବା ସାରେ 15 ଦିନ ଯୁଦ୍ଧ ପରେ ପରେ ଗୁରୁ ଦ୍ରୋଣାଚାର୍ଯ୍ୟ ମୃତ୍ୟୁବରଣ କରିଛନ୍ତି ପିତାମହ ଭୀଷ୍ମ ସରସଜିଆରେ। ସରସଜ୍ୟାରେ ଏହି ସମୟରେ ବିଶ୍ୱଚିନ୍ତାମଣି ପରବ୍ରହ୍ମ ନାରାୟଣ ନାରାୟଣ ନନ୍ଦିଘୋଷ ବିମାନଟାକୁ କୁରୁକ୍ଷେତ୍ରରେ ଏପରି ଭାବରେ ଗଡ଼େଇଲେ ଉଦୟନାଥ ରଥ ସମା ଲେଖିଲେ ଅଗ୍ନି ଉଦ୍ଗାରିଲା ନନ୍ଦିଘୋଷ ଜାନୁ କୁରୁକ୍ଷେତ୍ର ବକ୍ଷେ ଭୁଇ। ହଁ 16 ଚକିଆ ଗାଡିଟା ଗଡ଼ିଲା ବେଳେ ହେ ଅଗ୍ନି ବିନ୍ଦୁ ଚାରିଆଡେ ବିଛୁରିତ ହେଲା। ହେଲା ସମଗ୍ର ଭାରତବାସୀ ତାଳି ମାରିଲେ। ହେ ଏଥର ଯୁଦ୍ଧରୁ ଜଣା ପଡିଲା ପାଣ୍ଡବ ମାନଙ୍କର ଜୟ। ପାଣ୍ଡବ ମାନଙ୍କର ଜୟ ପାଣ୍ଡବ ମାନଙ୍କର ଏଥର ଜଣା ପଡିଲା ଜୟ। ଜୟ ସତ୍ୟପଥରେ ଯେ ଥିବ ଯା ଯା ତାର କି କରିବେ ଦୁଷ୍ଟ ଦାନବ ରେ। ବନ୍ଧୁ ବାସୁଦେବ ସୁଜନ ହେ ହେ ଯାର ବତୁଆଟେ ପାଛୁ ଜନ ହେ ସତ୍ୟ ନ୍ୟାୟ ପଥରେ ଯିଏ ଥିବ ଥିବ ତାର କି କରିବେ ଦୁଷ୍ଟ ଦାନବ। ହଁ ଖାଲି ସୁବାସ ଟିକେ ଖାଲି ସତ୍ୟ ପଥରେ ରହ। ସାରେ ମୁଁ ଆଉ କଣ ଅର୍ଥ ହଉଛି ଭଗବାନ କଥା ଦେଇଛନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବେତ୍ ଭାରତ ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମାନ ସୃଜାମେ ହଁ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତଂ ହେଲା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁগে ଯୁଗେ ଯୁଗେ ଧର୍ମକୁ ସ୍ଥାପନ କରିବା ପାଇଁ ମହାପ୍ରଭୁ ପୃଥିବୀ ବକ୍ଷକୁ ବାରମ୍ବାର ଆସନ୍ତି। ବାରମ୍ବାର ଧର୍ମେଣ ହନ୍ୟତେ ବ୍ୟାଧି ଧର୍ମେଣ ହନ୍ୟତେ ଗ୍ରହ ଗ୍ରହ ଧର୍ମେଣ ହନ୍ୟତେ ଶତ୍ରୁ ତତ୍ତ୍ୱ ଧର୍ମ ତତ୍ତ୍ୱ ଜୟ। ଜୟ ପାଣ୍ଡବ ମାନଙ୍କର এই ଧର୍ମ ନ୍ୟାୟ ବିଚାର ଉପରେ ବିଶ୍ୱଚିନ୍ତାମଣି ଭଗବତ ବାସୁଦେବ ଚିର ସନ୍ତୋଷ। ଚିର ସନ୍ତୋଷ ଦୁର୍ଯ୍ୟୋଧନକୁ ବାରମ୍ବାର କହିଲେ ଦୁର୍ଯ୍ୟୋଧନ ରେ ଆଜ୍ଞା ଏ ପାଣ୍ଡବ ମାନଙ୍କୁ ପଡେ ଦୀପଡା ଦେଇଦେଲେ ହଁ ତୋ ଭାଇ ମାନେ ସବୁବେଳେ ତୋ ପାଖରେ କ୍ରୀଡ଼ା କିଙ୍କର ଭାବରେ ରହିବେ। ରହିବେ ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ଗୋଟିଏ କଥା ସଦାବେଳେ କହିଲା କଣ କହିଲା ସୁଚାଗ୍ରେଣ ସୁଦୃଢ଼େଣ ତାବତ ତିଷ୍ଠନ୍ତି ମେଦିନୀ ତାବତ ଭୂମି ନଦାନ୍ତ ପିଆ ପିତା ଯୁଦ୍ଧେ ଚୋକେ ସମ ଭଗବାନଙ୍କୁ ନାଲି ଆଖି ଦେଖେଇଲା ଦୁର୍ଯ୍ୟୋଧନ। ହେ ହେ କେଶବ ହେ ମଧୁସୂଦନ ହେ ସୁଦନ ଇଏ ଦୁର୍ଯ୍ୟୋଧନ ବଞ୍ଚିଥିବା ପର୍ଯ୍ୟନ୍ତ ହଁ ବିନା ଯୁଦ୍ଧରେ ପାଣ୍ଡବ ମାନଙ୍କୁ ଛୁଞ୍ଚି ମୁନରେ ମୁନେ ଦବ ନା। ମୁନ ଦବୁନ ଥରେ ନୁହ ଦିଥର ନୁହ 3 ଥର ପର୍ଯ୍ୟନ୍ତ ଭଗବାନ ଭିକାରୀ ପରି ହଁ ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ପାଖରେ ଉପସ୍ଥିତ ହେଲା ବେଳେ ବେଳେ ଭଗବାନ ନିରାଶ ହୋଇ ଫେରିଲେ। ନିରାଶ ଫେରିଲା ବେଳେ କଥା ଦେଲେ ଦୁର୍ଯ୍ୟୋଧନ ହେ ଦୁର୍ଯ୍ୟୋଧନ ଯଦି ତୋ ଭାଇ ମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି ତି ସେଇ ଯୁଦ୍ଧ ବେଳେ ତୁ ମୋତେ ଟିକେ ଦେଖିବୁ ହଁ ଆଉ ମୁଁ ତୋତେ ଟିକେ ଦେଖିବି। ଦେଖିବି ଦେଖିବି ଦୁର୍ଯ୍ୟୋଧନ କହିଲା ଅଇରେ ବେହେରା ଏ ବେହେରା ଅଇରେ ଗୋପାଳ ତୋ ହାତରେ କଣ ହବ ସେ ଯୁଦ୍ଧ ବେଳେ ମୁଁ ଟିକେ ଦେଖିବି। ସେତିକି ବେଳେ ମୁଁ ଦେଖିବି ଯେତେବେଳେ ପିତାମହ ଭୀଷ୍ମ ସରସଜିଆରେ ଗଲେ ହଁ ତୋ ଗୁରୁ ଦ୍ରୋଣାଚାର୍ଯ୍ୟ ମୃତ୍ୟୁବରଣ କଲେ ହସ ବିମାନଟାକୁ ଯେ ଗୋପାଳ ପୁଅ ଗଡ଼ଉଛି ହଁ ଇଏ ଯୋଉ ଚିତ୍କାର ଶବ୍ଦ ଶୁଭିଲା ପାଣ୍ଡବ ମାନଙ୍କର ଜୟ ପାଣ୍ଡବ ମାନଙ୍କର ଜୟ ପାଣ୍ଡବ ମାନଙ୍କର ଜୟ ଅମିଲା ମଉଳି ପୁଅ ଭାତ ଚକ୍ର ଭଳି କାନ୍ତରେ ଗୌରବ
কার ভগবান ফেরিলে ফেরিলে আজি ମୋ ସାମ୍ନାରେ ଦୁର୍ଯ୍ୟୋଧନ କହିଲା ବିନା ଯୁଦ୍ଧରେ ମୁଁ ଛୁଚି ମୁନରେ ମୁନେ ଦେବିନି দেবিনি